ମାଙ୍କଡ଼ରୁ ହିଁ ମଣିଷ ଜନ୍ମ ବୋଲି ଇତିହାସ ଏବଂ ଗ୍ରନ୍ଥ ଇତ୍ୟାଦିରୁ ଆମର ବିଶ୍ୱାସ ରହିଛି। ସମୟ ଏବଂ ଆବଶ୍ୟକତା ଅନୁସାରେ ମଣିଷର ଶରୀରର ଆକୃତି ଏବଂ ମାନସିକତାରେ ମଧ୍ୟ ପରିବର୍ତ୍ତନ ହୋଇଛି। ମାଙ୍କଡ଼ରୁ ଆଜିର ମଣିଷର ରୂପ ପାଇବା ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମେ ଲାଞ୍ଜ ହଟିଯିବା ପରେ ପୂର୍ବ ଅପେକ୍ଷା ଆଜିର ମଣିଷ ଦୁର୍ବଳ ଏବଂ କମ୍ ଉଚ୍ଚତା ହୋଇ ଯାଉଛନ୍ତି। ତେବେ ଏମିତି ହେଲେ ଭବିଷ୍ୟତରେ ମଣିଷ କିପରି ଦେଖାଯିବ? ଏହି ପ୍ରଶ୍ନର ଉତ୍ତରରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଏହି ଭିଡ଼ିଓରେ ଏଆଇ ଦ୍ୱାରା ଟାଇମ୍ ଲ୍ୟାପ୍ସ ମାଧ୍ୟମରେ ମଣିଷ ଶରୀରର ଫ୍ୟାଶନ ଇତ୍ୟାଦିରେ ହୋଇଥିବା କିମ୍ବା ହେବାକୁ ଥିବା ପରିବର୍ତ୍ତନ ଗୁଡ଼ିକୁ ଦର୍ଶାଯାଇଛି। ଭବିଷ୍ୟତରେ ମାନବ ସମାଜ କେତେ ଭୟଙ୍କର ହେବ ସେ ନେଇ ମଧ୍ୟ ଏହି ଭିଡ଼ିଓରେ ସୂଚନା ଦିଆଯାଇଛି। ଭିଡ଼ିଓ ଆରମ୍ଭରେ ମାଙ୍କଡ଼ଠାରୁ ଆଦିମ ମଣିଷ ପର୍ଯ୍ୟନ୍ତ ସମୟ ଏବଂ ସମ୍ରାଟ ଯୁଗ ଆସିଲା। ଏହି ସମୟରେ ମଣିଷର ଏହି ରୂପକୁ ସେହି ସମୟର ଆବଶ୍ୟକତା ଅନୁଯାୟୀ ମୁକୁଟ ଏବଂ ପୋଷାକ ପିନ୍ଧିବାର ଦର୍ଶାଯାଇଛି। ଧୀରେ ଧୀରେ ଲୋକଙ୍କ ପୋଷାକ ଏବଂ ଚାଲିଚଳଣି ସବୁକିଛି ବଦଳିବାକୁ ଲାଗିଲା। ଭିଡ଼ିଓରେ ଦର୍ଶାଯାଇଛି ଯେ ଅସ୍ତ୍ରଶସ୍ତ୍ର ପିନ୍ଧି ଖଣ୍ଡା ଏବଂ ବର୍ଚ୍ଛା ସହିତ ଯୁଦ୍ଧ କରୁଥିବା ଜଣେ ବ୍ୟକ୍ତି ଆଜିର ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ ଜୀବନ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଏଆଇ ସାହାଯ୍ୟରେ ପ୍ରସ୍ତୁତ ଭାଇରାଲ ଭିଡ଼ିଓରେ ଯୁବକ 10ରୁ 20 ବର୍ଷ ପୂର୍ବର ଡ୍ରେସିଂ ଷ୍ଟାଇଲକୁ ଆଜିର ପୋଷାକ ଏବଂ ହେୟାର ଷ୍ଟାଇଲରେ ପରିବର୍ତ୍ତନ ଦର୍ଶାଯାଇଛି। ତେବେ ଏଆଇର ଏହି ଭିଡ଼ିଓରେ ଦର୍ଶାଯାଇଥିବା ମଣିଷ ଖୁବ୍ ଭୟଙ୍କର ଦେଖାଯାଉଛି। ଏହା ହଲିଉଡ୍ ଚଳଚ୍ଚିତ୍ରରେ ଦେଖାଯାଉଥିବା ଆଭେଞ୍ଜର ପରି ହୋଇପାରନ୍ତି ବୋଲି ଭିଡ଼ିଓରୁ ଦେଖିବାକୁ ମିଳିଛି। ଆଜିର ମଣିଷ ଆଗାମୀ ଦିନରେ ଏକ ରୋବଟ ପରି ପୋଷାକ ପିନ୍ଧି ଆକାଶରେ ଉଡ଼ିବା ଆରମ୍ଭ କରିବ ବୋଲି ଏହି ଭିଡ଼ିଓରେ ଦର୍ଶାଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।